ଏହି ସମୟରେ ଆସନ୍ତୁ ଜାଣିବା ଯୀଶୁଖ୍ରୀଷ୍ଟ କେତେ ଥର ମୁଁ ବୋଲି ଉଚ୍ଚାରଣ କରିଥିଲେ। ମୁଁ ମିଶେଇକି କେତେ ଥର କହିଅଛନ୍ତି। ଆମ୍ଭେମାନେ ବାଇବଲରେ ଦେଖୁ, ଆଉ ଯେକୌଣସି ମନୁଷ୍ୟ ଏମିତି କହିପାରେ ନାହିଁ କି ଯେ ଯାହା ଯୀଶୁଖ୍ରୀଷ୍ଟ କହିଥିଲେ। ଆସନ୍ତୁ ଆମେ ସେହି ବାକ୍ୟକୁ ଜାଣିବା ଯାହାକି ଯୋହନ ପୁସ୍ତକରେ ଲେଖାଯାଇଅଛି। ଯୋହନ ପୁସ୍ତକରେ ଯୀଶୁଖ୍ରୀଷ୍ଟ କହିଅଛନ୍ତି। କେତେ ଜାଗାରେ ଲେଖା ଅଛି ଆଉ କ'ଣ କ'ଣ ବୋଲି ଯୀଶୁଖ୍ରୀଷ୍ଟ କହିଅଛନ୍ତି। ଆସନ୍ତୁ ଆମ୍ଭେ ଜାଣିବା। ଯୋହନ ପୁସ୍ତକ 6 ପର୍ବ 40 ପଦରେ ଯୀଶୁ କହିଲେ, ମୁଁ ଜୀବନଦାୟକ ଆହାର। ଆଉ ଯୋହନ 8 ପର୍ବ 12 ପଦରେ କହିଲେ, ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତି, ଯେ ମୋର ଅନୁଗମନ କରେ ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବର ଜୀବନର ଜ୍ୟୋତି ପାଇବ। ଯୋହନ ପୁସ୍ତକ ଯୋହନ ପୁସ୍ତକ 10 ପର୍ବ 11 ପଦ ଯୀଶୁ କହିଲେ, ମୁଁ ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। ସେହି ଯୋହନ 10 ପର୍ବ 30 ପଦ ଯୀଶୁ କହିଲେ, ମୁଁ ଓ ପିତା ଏକ। ଯୋହନ 11 ପର୍ବ 25 ପଦ ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ଯୋହନ 14 ପର୍ବ 6 ପଦ ଯୀଶୁ ତାଙ୍କୁ କହିଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ସେହି ଯୋହନ 15 ପର୍ବ 1 ପଦ ମୁଁ ଦ୍ରାକ୍ଷାଲତା, ପୁଣି ମୋହର ପିତା କୃଷକ।